ଆମର ନିମ୍ବଗଡ଼ ହେଇଛି ଭଜା, ଏଇଟା ସବୁଠୁ ସୁପର ହବ। କାଲି ସନ୍ଧ୍ୟାବେଳୁ ଚାଲିଛି କାମ। ଆମେ ବର୍ତ୍ତମାନ 12 ଜଣ ଲାଗିଛୁ। ଭାଇ ଇଏ କ'ଣ ଆଇଟମ୍ ଚାଲିଛି? ଛତୁ ଭଜା, ଛତୁ କଖାରୁ ଫୁଲ ଭଜା ହେଉଛି। ଆଉ କ'ଣ କ'ଣ ରହିଲା? ପ୍ରାୟ ଆଇଟମ୍ ସବୁ ସରିଗଲାଣି। ଲାଷ୍ଟ କଖାରୁ ଫୁଲ ଶାଗ ଭଜା ରହିଲା। ସବୁଠୁ କେଉଁ ଆଇଟମ୍ଟା ଟେଷ୍ଟ ବୋଲି ଭାବୁଛନ୍ତି? ସବୁ ତ ଟେଷ୍ଟ ହେଇଛି ସବୁ, କିନ୍ତୁ ଗୋଟେ ଆମର ନିମ୍ବଗଡ଼ ହେଇଛି ଭଜା, ଏଇଟା ସବୁଠୁ ସୁପର ହବ। ବାଇଗଣ ଆଳୁ ଦିଆକି ଭଜା ହେଇଛି ନିମ୍ବଗଡ଼। ଆଜ୍ଞା, ବାଇଗଣ ଆଳୁ ଭର୍ତ୍ତା କରାହେଇଛି, ପିଆଜ କଞ୍ଚାଲଙ୍କା ଟମାଟୋ ଦେଇକି ଭର୍ତ୍ତା କରାହେଇଛି। ଛତୁ ଭଜା, କଖାରୁ ଫୁଲ ଭଜା, ମାଛ ଭଜା, ଚୁନା ମାଛ ଭଜା, ଚିଙ୍ଗୁଡ଼ି ଭଜା, ଭେଣ୍ଡି ଭଜା, ପୋଟଳ ଭଜା, ସଜନା ଛୁଇଁ ଭଜା, ବଡ଼ି ଚୁରା, ଆମ୍ବ ଚଟଣି, ଏମିତି ପ୍ରାୟ 18 ପ୍ରକାର ଆମର ଆଇଟମ୍ କରାହେଇଛି। ସୌରଭ ଭାଇଙ୍କର ପ୍ରିୟ ଖାଦ୍ୟ କୋଉଟା? ପ୍ରିୟ ଖାଦ୍ୟ ମାଛ ଭଜା, ଶାଗ ଭଜା ଆଉ ତାଙ୍କର ପଖାଳ। ମାଛ ଭଜା, ଶାଗ ଭଜା, ପଖାଳ ଆଉ ମାଛ ଭଜା ଶାଗ ଭଜା ହେଇଛି ନାହିଁ? ହେଇଛି। ତାଙ୍କର ଆଇଟମ୍ ହେଇଛି, ସବୁ ଆଇଟମ୍ ହେଇଛି। କଖାରୁ ଫୁଲ ଭଜା ହେଇଛି, ଛତୁ ଫୁଲ ଭଜା ହେଇଛି, ଏମିତି ସବୁ ତାଙ୍କର ହେଇଛି। ଯାହା ଫ୍ଲେଭର ସବୁ ହେଇଛି। କେତେ ଲୋକଙ୍କ ପାଇଁ ଏଇଟା ଆୟୋଜନ ହେଇଛି? ଆଜି 1500 ଲୋକର ଆୟୋଜନ କରାହେଇଛି। 1500 ବାଦ 2000 2500 ହେଇପାରିବ କହିହେବନି, କିନ୍ତୁ 1500 ଲୋକ କରାହେଇଛି। ଚାଲିଛି ରୋଷେଇ ଚାଲିଛି। କାଲି ସନ୍ଧ୍ୟାବେଳୁ ଚାଲିଛି କାମ। କେତେଟା ରୋଷେଇଆ ନେଇକି ଆପଣ ରୋଷେଇ? ଆମେ ବର୍ତ୍ତମାନ 12 ଜଣ ଲାଗିଛୁ। ଆପଣଙ୍କ ଭାଇ ଅଛନ୍ତି ମଧୁ ଭାଇ, ବଡ଼ ଭାଇ ସିଏ, ମୁଁ ସାନ। ମୋ ନାଁ ସାଧୁ, ବଡ଼ ଭାଇ ନାଁ ମଧୁ। ଦୁଇ ଭାଇ ସବୁ କାର୍ଯ୍ୟକ୍ରମ ବାବୁଙ୍କର ଆମେ ତୁଲାଉ ସୁରଖୁରୁରେ। ଏବେ ଶେଷ ପର୍ଯ୍ୟାୟରେ ପୁରା ଶେଷ ପର୍ଯ୍ୟାୟ ହେଇନି। ମାଛ ଛଣା ଚାଲିଛି, ଚାଲିବ ଏମିତି। ଖାଇଲା ଯେପର୍ଯ୍ୟନ୍ତ ଖାଇବା ସରିନି ସେ ପର୍ଯ୍ୟନ୍ତ କାମ ସରିନି। କେତେଟା ପର୍ଯ୍ୟନ୍ତ ଲୋକ? 2ଟା 3ଟା ପର୍ଯ୍ୟନ୍ତ କାମ ଚାଲିବ। ପ୍ରତିବର୍ଷ ଗୋଟେ ପ୍ରତିବର୍ଷ ଆୟୋଜନ କରାଯାଉଛି।